ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ସାଙ୍ଗମାନେ ମୁଁ ପୁରା ଘୋର ନିଦରେ ଥିଲି ଆଉ ବେହେରା ବାବୁ ମୋତେ ୱିଶ୍ କଲେ ହ୍ୟାପି ଭ୍ୟାଲେଣ୍ଟାଇନ୍ ଡେ। ସୋ ମୁଁ ବହୁତ ଖୁସି ହେଇଗଲି। ଦେନ୍ ସେ ମୋତେ କହିଥିଲେ ଜଲ୍ଦି ଜଲ୍ଦି ବାହାର, ଆମେ ଆଜି ବୁଲିବାକୁ ଯିବା। ମୁଁ ପୁରା ଏକ୍ସାଇଟେଡ଼୍ ଭାବରେ ଦେଖୁନାହାନ୍ତି ପୁରା ମାଖି ପକଉଛି, ସଜବାଜ ହେଇପଡ଼ୁଛି ଆଉ ବାହାରି ପଡ଼ିଲି ପୁରା ଫଟାକ୍ସେ। ଏବଂ ତାପରେ ଆମେ ଯାଇ ପହଞ୍ଚି ଯାଇଥିଲୁ ଟିକେ ବାଟରେ, ଯେଉଁଠିକି ଟିକେ ସୁନ୍ଦର ସୁନ୍ଦର ଗୁପଚୁପ୍ ଖାଇବାକୁ ଇଚ୍ଛା ହେଲା। ଦେନ୍ ଆପଣମାନେ ଦେଖିପାରୁଥିବେ ଏଇଟା ଥିଲା ଧବଳେଶ୍ୱର ବ୍ରିଜ୍, ଆଉ ଆମେ ଯାଇ ପହଞ୍ଚି ଯାଇଥିଲୁ କଟକର ଦିବ୍ୟାଂଶୀ କଲେକ୍ସନରେ, ଯେଉଁଠିକି ସେଥିରେ ବହୁତ ସୁନ୍ଦର ସୁନ୍ଦର ବ୍ୟାଙ୍ଗଲ୍ ସେଟ୍ ଅଛି, ଯେଉଁଟାକି ଆଜିକାର ଇନଷ୍ଟାଗ୍ରାମରେ ପୁରା ଟ୍ରେଣ୍ଡ ଚାଲିଛି। ସୋ ମୁଁ ସେଠି ବିଭିନ୍ନ ପ୍ରକାରର କଲେକ୍ସନ୍ ଚୁଡ଼ି ନେଇ ଆସିଥିଲି। ଆଉ ଆପଣମାନେ ତ ଜାଣିଛନ୍ତି ଆଗକୁ ଆସୁଛି ଶିବରାତ୍ରି, ତ ସମସ୍ତେ ଜାଣିଛନ୍ତି ଶିବରାତ୍ରିରେ ହରେ ଚୁଡ଼ି ସବୁଜ କଲର୍ର ଚୁଡ଼ି ଯଦି ପିନ୍ଧନ୍ତି କୁହନ୍ତି ଶୁଭ। ତ ମୋ ପାଇଁ ଯାହା ଯାହା ବି ଦରକାର ମୁଁ ସବୁ କଲେକ୍ସନ୍ କରିଦେଲି ଏବଂ ଟିକେ ପଇଡ଼ ପାଣି ପିଇ ଦେଇଥିଲି। ଏବଂ ପଇଡ଼ ପାଣି ପିଇ ସାରିବା ପରେ ମୁଁ ଯାଇ ପହଞ୍ଚି ଯାଇଥିଲି ରାଜସ୍ଥାନୀ ବେଙ୍ଗଲ୍ସରେ, ଯେଉଁଠିକି ରାଜସ୍ଥାନୀ ଚୁଡ଼ି ଆଉ ବିଭିନ୍ନ ପ୍ରକାରର ଯେଉଁ ଲାଖରେ ଯେଉଁ ପ୍ରସ୍ତୁତ ଚୁଡ଼ି ସେଇଟା ମୋ ପାଇଁ ବେହେରା ବାବୁ ସ୍ପେଶାଲ୍ କିଣିବାକୁ ନେଇଥିଲେ। ଆଉ ସତରେ ଏମିତିରେ ମୁଁ ଚୁଡ଼ି ଯେଉଁଠୁ ବି ଚାହିଁଲେ ସେଇଠୁ ବି ଆଣିପାରିବି, କିନ୍ତୁ ଏଇ ଟାଇପ୍ର ଚୁଡ଼ି ଯେଉଁଟାକି ନିଜର କଲେକ୍ସନ୍, ନିଜେ କଲର୍ କମ୍ବିନେସନ୍ ଦେବ, ଦେନ୍ ସେଇଠି ସେ ନିଜେ ବନେଇବେ ଆଉ ସେଇଟା ଜଣଙ୍କୁ ଗିଫ୍ଟ ଦେବ, ସତରେ ବହୁତ ଭଲ ଲାଗିବ। ଆଉ ଯାହାକୁ ବି ଆମେ ଗିଫ୍ଟ ଦେବା ତାଙ୍କୁ ବି ବହୁତ ଖୁସି ଲାଗିବ। ସୋ ମୁଁ ବି ବହୁତ ଖୁସି ହେଇଯାଇଛି। ଆଉ ସବୁଠୁ ପ୍ରାଇସଲେସ୍ ଗିଫ୍ଟ ଏଇଟା ମୋ ପାଇଁ ଥିଲା ବେହେରା ବାବୁଙ୍କର। ଆଉ ସତରେ ମୋ ପାଇଁ ୟାର ଭ୍ୟାଲ୍ୟୁ ବହୁତ ବଡ଼। ଆଉ ଦେନ୍ ଏପଟେ ଦେଖନ୍ତୁ ସେମାନେ ପୁରା କେତେ ଭଲରେ ପ୍ରିପାରେସନ୍ କରୁଛନ୍ତି ଚୁଡ଼ିକୁ। ଆଉ ଏଇଟା ଦେଖନ୍ତୁ ବିଭିନ୍ନ ପ୍ରକାର କଲର୍। ସୋ ଆପଣମାନେ ଯଦି ଜାଣିବାକୁ ଚାହୁଁଛନ୍ତି ମୁଁ ଆଉ ଗୋଟେ ମିନି ବ୍ଲଗ୍ରେ ସେଠିକାର ଲୋକେସନ୍ ଆଉ କେମିତି ତିଆରି ହେଉଛି ମୁଁ ସେଇଟା ସେୟାର କରିବି। ଦେନ୍ ବେହେରା ବାବୁଙ୍କର ଫେଭରେଟ୍ ଲଜ୍ରେ ଆମେ ଯାଇ ପହଞ୍ଚି ଯାଇଥିଲୁ। ଦେନ୍ ସେଇଠି ସେ ବ୍ୟାଚଲର୍ ଟାଇମ୍ରେ ବହୁତ ସାରା ଟାଇମ୍ ସ୍ପେଣ୍ଡ କରିଛନ୍ତି ଆଉ ଖାଇବା ବି ତାଙ୍କର ଟେଷ୍ଟି ବୋଲି କହିଛନ୍ତି। ତ ସେଠି ଆମେ ପହଞ୍ଚି ସାରିଲା ପରେ ଖାଇସାରି ଆମେ ପୁଣି ଫେରି ଆସିଥିଲୁ ଢେଙ୍କାନାଳ ଷ୍ଟାଇଲ୍ ବଜାରକୁ। ଏବଂ ଷ୍ଟାଇଲ୍ ବଜାରରେ କିଛିଟା ଜିନିଷ କଲେକ୍ସନ୍ କରିଦେଇଥିଲୁ ଏବଂ ପୁଣି ଫେରି ଆସିଥିଲୁ ଜୋରନ୍ଦାରେ ମୋର କ୍ୟୁଟ୍ ଷ୍ଟୁଡେଣ୍ଟ ସହିତ ଦେଖାଯାଇଥିଲା। ଏବଂ ସେଠି ତାଙ୍କ ଭାଇ ଆଉ ଲିପ୍ସାଙ୍କ ମମି ଆଣି ଦେଇଥିଲେ ମୋ ପାଇଁ କିଛିଟା ଜିନିଷ, ଯେଉଁଟା ଆପଣମାନେ ସେୟାର କରିବେ ପରେ। ଏପଟେ ଦେଖନ୍ତୁ ବେହେରା ବାବୁ ପ୍ରଥମେ ଆସି ତାଙ୍କର ଫାଷ୍ଟ ଭ୍ୟାଲେଣ୍ଟାଇନ୍ ୱିଶ୍ ତାଙ୍କ ମଦର୍ସକୁ ୱିଶ୍ କରିଥିଲେ। ଆଉ ସତରେ ମାଆ ହିଁ ପ୍ରତ୍ୟେକ ପୁଅର ପ୍ରଥମ ଭ୍ୟାଲେଣ୍ଟାଇନ୍ ହେଇଥାଏ। ତ ମୋତେ ବି ବହୁତ ଖୁସି ଲାଗିଲା, ବୋଉ ବି ମଧ୍ୟ ବହୁତ ଖୁସି ହେଇଗଲେ। ଦେନ୍ ଏପଟେ ଦେଖନ୍ତୁ ଲିପ୍ସା ମୋ ପାଇଁ କ'ଣ ପଠାଇଥିଲେ, ଆଉ ସତରେ ମୋତେ ବହୁତ ଟେଷ୍ଟି ଲାଗିଲା, ଧନ୍ୟବାଦ ତାଙ୍କ ମାଆଙ୍କୁ। ଏପଟେ ଦେଖନ୍ତୁ ଏଇ ସୁନ୍ଦର ବ୍ୟାଙ୍ଗଲ୍ସ ମୁଁ ନେଇ ଆସିଥିଲି, ତ ୟାର ବି ମୁଁ ଆଉ ଗୋଟେ ମିନି ବ୍ଲଗ୍ରେ ସେୟାର କରିବି। ସୋ ଆପଣମାନେ ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଉ ମୋ ଭିଡ଼ିଓ କେମିତି ଲାଗୁଛି ମୋତେ କମେଣ୍ଟରେ କୁହନ୍ତୁ। ଏପଟେ ଆମେ ଟିକେ ଫେସ୍ ପ୍ୟାକ୍ କରିଦେଇଥିଲୁ ଏବଂ ତାପରେ ଆମେ ଦୁଇ ଜଣ ଶୋଇଯାଇଥିଲୁ। ରହୁଛି, ଦେଖାବା ପୁଣି ନେକ୍ସଟ ମିନି ବ୍ଲଗ୍ରେ।